ভিটামিন ডি ଆମ ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ସେ କଥା ଆମେ ସମସ୍ତେ ଜାଣିଛେ। ହେଲେ ଯେଉଁମାନେ ଏହାର ସପ୍ଲିମେଣ୍ଟ ନେଉଛନ୍ତି ସେମାନଙ୍କ ଶରୀରକୁ ଏହାର ପୁରା ଲାଭ ମିଳୁଛି ତ? ଆଜି ଆମେ ସେହି ବିଷୟରେ ହିଁ କଥା ହେବା। ପ୍ରଶ୍ନଟା ଶୁଣିବାକୁ ତ ବହୁତ ସାଧାରଣ ଲାଗୁଛି, କିନ୍ତୁ ଏହାର ଉତ୍ତର ହୁଏତ ଆଶ୍ଚର୍ଯ୍ୟ କରିଦେଇପାରେ। ଯେଉଁମାନେ ନିୟମିତ ଭାବେ ଭିଟାମିନ୍ ଡି ନେଉଛନ୍ତି ସେମାନେ ବି ହୁଏତ ଏହାର ସମ୍ପୂର୍ଣ୍ଣ ଫାଇଦା ପାଉନାହାନ୍ତି। ଚାଲନ୍ତୁ ଜାଣିବା ଏମିତି କାହିଁକି ହେଉଛି। ଏହି ସଂଖ୍ୟାଟାକୁ ଟିକେ ଦେଖନ୍ତୁ, 50%। ବିଶ୍ୱାସ ହେଉନି ନା? କିନ୍ତୁ କେବଳ ଗୋଟିଏ ଛୋଟ ଭୁଲ ପାଇଁ ଆମେ ନେଉଥିବା ଭିଟାମିନ୍ ଡିର ପ୍ରଭାବ ସିଧା ଅଧା ହୋଇଯାଇପାରେ। ହଁ, ଠିକ୍ ଶୁଣିଲେ, ପୂରାପୂରି ଅଧା। ଏହି ଚାର୍ଟକୁ ଦେଖିଲେ ସବୁକିଛି ପାଣି ଭଳି ସଫା ହୋଇଯିବ। ଦେଖନ୍ତୁ, ଯେତେବେଳେ ଭିଟାମିନ୍ ଡିକୁ କୌଣସି ଚର୍ବିଯୁକ୍ତ ଖାଦ୍ୟ ସହିତ ନିଆଯାଉଛି ଶରୀର ତାକୁ 100% ଗ୍ରହଣ କରୁଛି। ହେଲେ ଖାଲି ପେଟରେ ଏହାର ପ୍ରଭାବ ସିଧା କମିଯାଇ 50%ରେ ପହଞ୍ଚି ଯାଉଛି। ଏଇଟା ଗୋଟେ ବହୁତ ବଡ଼ ଫରକ। ହେଲେ ଏମିତି ହୁଏ କାହିଁକି? ଖାଲି ଖାଇବା ସହିତ ନେଲେ ଏତେ ବଡ଼ ଫରକ ଆସେ କେମିତି? ଆସନ୍ତୁ ଏହା ପଛରେ ଥିବା ସରଳ ବୈଜ୍ଞାନିକ କାରଣଟାକୁ ବୁଝିବା। ଏହାର ମୂଳ କାରଣଟା ବହୁତ ସିଧାସଳଖ। ଭିଟାମିନ୍ ଡି ହେଉଛି ଗୋଟେ ଫ୍ୟାଟ୍ ସଲ୍ୟୁବଲ୍ ଭିଟାମିନ୍। ସରଳ ଭାଷାରେ କହିଲେ ଏହା ପାଣିରେ ମିଶେନି, ବରଂ ତେଲ ବା ଚର୍ବିରେ ମିଶେ। ତେଣୁ ଆମ ଶରୀରରେ ଏହାକୁ ଠିକ୍ରେ ଗ୍ରହଣ କରିବା ପାଇଁ ଖାଦ୍ୟରେ କିଛି ଚର୍ବିର ଅଂଶ ରହିବା ନିହାତି ଦରକାର। ଆଚ୍ଛା, ତାହେଲେ ଏହାର ସମାଧାନ କ'ଣ? ଖୁସିର କଥା ହେଉଛି ଡକ୍ଟର ସୁଧୀର କୁମାରଙ୍କ ମତରେ ଏହାର ଏକ ବହୁତ ସରଳ ଉପାୟ ଅଛି, ଯାହା ଆମ ସପ୍ଲିମେଣ୍ଟର ପୁରା ଶକ୍ତିକୁ କାମରେ ଲଗାଇପାରିବ। ଏଠି ସ୍ନାୟୁ ବିଶେଷଜ୍ଞ ଡକ୍ଟର ସୁଧୀର କୁମାରଙ୍କ କଥାକୁ ଟିକେ ଧ୍ୟାନ ଦେବା। ସେ ସ୍ପଷ୍ଟ ଭାବେ କହୁଛନ୍ତି ଭିଟାମିନ୍ ଡି ସପ୍ଲିମେଣ୍ଟସଗୁଡ଼ିକୁ ଚର୍ବିଯୁକ୍ତ ଖାଦ୍ୟ ସହିତ ନେବା ଉଚିତ। ଏହାଦ୍ୱାରା ହିଁ ଶରୀର ତାକୁ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରିପାରିବ। ବାସ୍ ଏତିକି ହିଁ। ଚାଲନ୍ତୁ ଏବେ ଏହାକୁ ନିଜର ଦୈନିକ ଅଭ୍ୟାସରେ କେମିତି ସାମିଲ କରିବା ସେ ବିଷୟରେ ଜାଣିବା। ଏହା ଏକଦମ ସହଜ, ମାତ୍ର 2ଟି ଷ୍ଟେପ୍ର ଯୋଜନା। ପ୍ରଥମ କାମ ହେଲା, ଦିନସାରା ଆମେ ଯାହା ଖାଉଛେ ସେଥିରୁ ସବୁଠୁ ଭାରି ଭୋଜନ କୋଉଟା ତାକୁ ବାଛିବା। ତାହା 2 ପ୍ରହରର ଖାଇବା ହେଉ କି ରାତିର, କାହିଁକିନା ସେଥିରେ ହିଁ ଫ୍ୟାଟ୍ ରହିବାର ସମ୍ଭାବନା ବେଶୀ। ଆଉ ଦ୍ୱିତୀୟ କାମ ହେଲା, ସେହି ଭୋଜନ ସମୟରେ କିମ୍ବା ଠିକ୍ ତାପରେ ନିଜ ସପ୍ଲିମେଣ୍ଟଟି ନେଇଯିବା। ହେଲେ ମନରେ ପ୍ରଶ୍ନ ଆସିପାରେ, କିଭଳି ଖାଦ୍ୟ ଏଥିପାଇଁ ସବୁଠୁ ଭଲ? ଚାଲନ୍ତୁ କିଛି ଭଲ ଉଦାହରଣ ଦେଖିନେବା। ଦେଖନ୍ତୁ, ଏମିତି କିଛି ଉଦାହରଣ ଅଛି ଯାହା ବହୁତ ଭଲ କାମ ଦିଏ, ଯେମିତିକି କ୍ଷୀର ବା ଦହି, ଅଣ୍ଡା, ଯେକୌଣସି ପ୍ରକାରର ବାଦାମ, ଆଭୋକାଡୋ ଏବଂ ସାଲମନ୍ ପରି ମାଛ। ଏଗୁଡ଼ିକରେ ଥିବା ସୁସ୍ଥ ଫ୍ୟାଟ୍ ଭିଟାମିନ୍ ଡିକୁ ଶରୀରରେ ମିଶିବାରେ ବହୁତ ସାହାଯ୍ୟ କରେ। ଆଚ୍ଛା, ଆମେ ଏତେ ସବୁ କାହିଁକି କରିବା? ମାନେ ସଠିକ୍ ଭାବେ ଶରୀରରେ ଭିଟାମିନ୍ ଡି ମିଶିବାଟା ଏତେ ଜରୁରୀ କାହିଁକି? ଏହାକୁ ବୁଝିବା ବି ଦରକାର। ଯେତେବେଳେ ଆମ ଶରୀରକୁ ପୁରା ଭିଟାମିନ୍ ଡି ମିଳେ ତାର ଫାଇଦା ବି ବହୁତ। ଆମ ହାଡ଼ ମଜବୁତ ହୁଏ, ମାଂସପେଶୀ ସୁସ୍ଥ ରୁହେ, ଆଉ ସବୁଠୁ ବଡ଼ କଥା, ଆମର ରୋଗ ପ୍ରତିରୋଧକ ଶକ୍ତି ବହୁତ ବଢ଼ିଯାଏ। କିନ୍ତୁ ଗୋଟିଏ କଥା ମନେ ରଖିବାକୁ ହେବ, ଏସବୁର ଲାଭ ସେତେବେଳେ ମିଳିବ ଯେତେବେଳେ ଆମେ ଏହାକୁ ପ୍ରତିଦିନ କରିବା। ଦିନେ କରି ଛାଡ଼ିଦେଲେ ହେବନି। ମାନେ ନିରନ୍ତରତା ହିଁ ସବୁଠୁ ବଡ଼ କଥା। ପୁରା ଆଲୋଚନାର ସାରାଂଶ ହେଉଛି ଡକ୍ଟର ସୁଧୀର କୁମାରଙ୍କର ଏହି ଗୋଟିଏ ଲାଇନ୍। ଭିଟାମିନ୍ ଡି ନେବାରେ ଏକ ଛୋଟ ପରିବର୍ତ୍ତନ ଆମ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଉପରେ ଏକ ବଡ଼ ପ୍ରଭାବ ପକାଇପାରେ। ଏଇଠାରୁ ସରଳ ଆଉ କ'ଣ ହୋଇପାରେ, ନୁହେଁ କି? ତେବେ ଏହି ଆଲୋଚନା ଶେଷରେ ଗୋଟେ ପ୍ରଶ୍ନ ଛାଡ଼ିଯାଉଛି। ଭିଟାମିନ୍ ଡି ଭଳି ଆଉ କେଉଁ ଛୋଟ ଛୋଟ ଅଭ୍ୟାସ ଅଛି ଯାହା ଆମ ସ୍ୱାସ୍ଥ୍ୟରେ ବଡ଼ ଧରଣର ସୁଧାର ଆଣିପାରିବ? ଟିକେ ଭାବିବେ ନିଶ୍ଚୟ।